ଘୋଡ଼ା ଚଢ଼ା ଠାରୁ ସମ୍ପତ୍ତି ନାହିଁ, ଘର ପୋଡ଼ି ଠାରୁ ବିପତ୍ତି ନାହିଁ। କିଏ ଏକଥା ଲେଖିଥିଲେ କେଜାଣି, କିନ୍ତୁ ସଂସାରରେ ଏକ ବାସ୍ତବ ସତ୍ୟକୁ ଅତି ସରଳ ଭାଷାରେ ଉପସ୍ଥାପିତ କରାଯାଇଛି। ନୟାଗଡ଼ ଜିଲ୍ଲାର ଏକ ଅଖ୍ୟାତ ଗାଁ। ଏଇ ଗତ ମେ ମାସର କଥା। ହଠାତ୍ କେମିତି ଗାଁରେ ଲାଗିଗଲା ନିଆଁ। ଗୋଟିଏ ଘରୁ ଆଉ ଗୋଟିଏ ଘର, ତାପରେ ଆଉ ଏକ ଘର, ଏମିତି ହଉ ହଉ ସାରା ଗାଁଟା ଯାକ ମାଡ଼ିଗଲା। ପାହାନ୍ତା ପହରକୁ ଲାଗିଲା ନିଆଁ। ଘୋ ଘୋ କରି ଲୋକମାନେ ପରସ୍ପରକୁ ଡକାଡକି ହୋଇ ଘରୁ ଦୌଡ଼ି ପଳେଇଲେ ବାହାରକୁ। ଆଖି ଆଗରେ ଜଳି ଯାଉଥାଏ ଘରର ଚାଳ, ଶେଣି, ରୁଅ, ନଡ଼ା ସବୁକିଛି। ତା ଭିତରେ ଘରକରଣା ଜିନିଷ ଯେମିତିକି ସୁନା, ଟଙ୍କା, ଚାଉଳ, ଡାଲି, ଆହୁରି ଅନେକ। ଅଗ୍ନିର ପ୍ରଖରତାରେ କିଏ କ'ଣ ଦେଖିପାରିବ ଯେ କ'ଣ ବା ଉଦ୍ଧାର କରିବ? ମାଇପିମାନେ ମୁଣ୍ଡରେ ହାତ ବାଡ଼େଇ ବାହୁନୁଥାନ୍ତି। କେତେକେ ଗ୍ରାମ ଦେବତୀଙ୍କୁ ସୁମରି ସୁମରି କାନ୍ଦୁଥାନ୍ତି। ପୁରୁଷ ଲୋକମାନେ ପାଖ ପଡ଼ିଶା ଓ ନଳକୂପରୁ ପାଣି ଆଣି ସମୁଦ୍ରକୁ ଶଙ୍ଖେ ହେଉ ପଛେ ତାକୁ ଫୋପାଡ଼ି ଅଗ୍ନିକୁ ନିର୍ବାପିତ କରିବାର ଉଦ୍ୟମ ଜାରି ରଖୁଥାନ୍ତି। ଗାଁ ଭିତରେ 30ରୁ ଉର୍ଦ୍ଧ୍ୱ ଘର ଓ ସେମାନଙ୍କ ଭିତରୁ 5ଟି ଘର ପକ୍କା, ବାକି ସବୁ ନଡ଼ାଛପର ଘର। ପକ୍କା 5 ଘରର କର୍ତ୍ତାଙ୍କ ଭିତରୁ 3 ଜଣ ସରକାରୀ ଚାକିରି ଓ ବାକି 2 ଜଣ କମ୍ପାନୀ ଚାକିରି। ସେମାନଙ୍କ ଘର ବେଶ ସୁରକ୍ଷିତ ଥିଲା ସତ, କିନ୍ତୁ କିଛି କମ୍ ଉଦ୍ବିଗ୍ନ ନଥିଲେ ସେମାନେ ବି। ସିନ୍ଦୁରା ଫାଟିଲା ବେଳକୁ 5ଟି କୋଠା ଘରକୁ ବାଦ୍ ଦେଲେ ବାକିତକ ଗାଁ ଦିଶୁଥିଲା ଏକ ଶ୍ମଶାନ ପରି। ବିକଳ ହୋଇ ସମସ୍ତେ ନିଜ ନିଜର ଏକଦା ସୁରକ୍ଷିତ ଆଶ୍ରୟ ଥିବା ସରହଦ ଭିତରେ ଖୋଜି ବୋଲୁଥିଲେ, କାଳେ କେଉଁଠି ରହିଯାଇଥିବ ତାଙ୍କର କୋଉ ଏକ ସାମଗ୍ରୀ। ଧୀରେ ଧୀରେ ସୂର୍ଯ୍ୟ ଉପରକୁ ଉଠୁଥିଲେ। ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଆସି ପହଞ୍ଚିଲେ। ବନ୍ଧୁବାନ୍ଧବ ଓ ଆତ୍ମୀୟମାନେ ପ୍ରବୋଧନା ଦେବାକୁ ଉପସ୍ଥିତ ହେଉଥିଲେ। ଆମେ ଯାଇ ଗାଁରେ ପହଞ୍ଚିଲା ବେଳକୁ ଅପରାହ୍ନ। କିନ୍ତୁ ସେ ଯାଇ ଗୋଟିଏ ଗୋଟିଏ ପାଉଁଶ ସ୍ତୂପ ଭିତରୁ ଗୁମୁରି ଗୁମୁରି ଉଠୁଥାଏ ଧୂଆଁ। ୱାର୍ଡ ମେମ୍ବରକୁ ଡାକି ଆମେ କିଛି ସାହାଯ୍ୟ ନେଇ ଆସିଥିବା କଥା କହିଲା ପରେ ସେ କ୍ଷତିଗ୍ରସ୍ତ ଲୋକଙ୍କୁ ଡକାଡକି କଲେ। ସମସ୍ତଙ୍କ ନାଁ ଲେଖି ସେମାନଙ୍କୁ ଟଙ୍କା, ଶାଢ଼ୀ, ଧୋତି, କମ୍ବଳ ଆଦି ଆମେ ପ୍ରଦାନ କଲୁ। ଅତି ଶୃଙ୍ଖଳିତ ଭାବରେ ଘଣ୍ଟାଏ ଭିତରେ ସମସ୍ତଙ୍କ ଭିତରେ ସହାୟତା ବଣ୍ଟନ ହୋଇଗଲା। ସନ୍ଧ୍ୟା ହେଇ ଆସୁଥାଏ। ଲୋକମାନେ ପଞ୍ଚାୟତ ତମ୍ବୁ ଭିତରକୁ ଧୀରେ ଧୀରେ ପଶିବା ଆରମ୍ଭ କରୁଥାନ୍ତି। ଆମେ ଗାଡ଼ି ବୁଲେଇଲୁ କଟକ ଫେରିବା ପାଇଁ। ଗାଁର ଶେଷ ମୁଣ୍ଡର ଜଣେ ପୁରୁଷ ଲୋକ ମୋ ଗାଡ଼ି ଅଟକେଇଲେ। ବାବୁ, ଏଇ ଶାଢ଼ୀ ବଦଳେଇ ଆଉ ଗୋଟିଏ ରଙ୍ଗର ଶାଢ଼ୀଟିଏ ଦିଅ। ଆମ ଘର ଲୋକଙ୍କର ପସନ୍ଦ ନୁହେଁ ରଙ୍ଗଟା ତ। ମୁଁ କହିଲି, ଆପଣ ନେଲାବେଳେ ସେଇଠି କହିଲେନି? ଆଉ କାହାକୁ ଏଇଟା ଦେଇ ଆପଣଙ୍କୁ ଅନ୍ୟ ରଙ୍ଗର ଶାଢ଼ୀଟା ଦେଇ ଦେଇଥାନ୍ତେ। ସେ କହିଲେ, ନାଇଁ ଆଜ୍ଞା, ଘରକୁ ଆଣି ଘରେ ଦେଖେଇଲା ପରେ ସେ ମନା କଲେ ସେଇଟା ନେବେନି ବୋଲି। ମୁଁ ପଚାରିଲି, ଘର ମାନେ? ଆପଣ ପରା ତମ୍ବୁରେ ରହୁଛନ୍ତି, ଆଉ ଘର କୁଆଡ଼ୁ ଆସିଲା? ସେ ଉତ୍ତର ଦେଲେ, ଆମ ଘର ତ ଏଇଟା। ଆମ ଘର ଜଳିନି, ଖାଲି ଗୁହାଳର ଗୋଟିଏ ପାଖରେ ନିଆଁ ଲାଗିଥିଲା। ଆମ ଗାଡ଼ି ପାଖରୁ 30-40 ଫୁଟ ପଛକୁ ଅନେଇ ଦେଖିଲି। ଉଚ୍ଚ ପିଣ୍ଡା ଥାଇ ପକ୍କା ବାରଣ୍ଡାରେ ଜଣେ ସୁନ୍ଦରୀ ମହିଳା ଚୌକିରେ ବସି ସ୍ମିତ ହସ ହସୁଥିଲେ। ପକ୍କା ଉପରେ ଥକା ମେଣ୍ଟଉଥିଲେ କେତେଜଣ ମହିଳା, ଯେଉଁମାନଙ୍କର ଘର ପୋଡ଼ିଯିବା ଯୋଗୁଁ ଗତ ରାତିର ଶାଢ଼ୀକୁ ସେଯାଇ ବଦଳାଇବାର ସୌଭାଗ୍ୟ ଜୁଟି ନଥିଲା। ମୁଁ ପଚାରିଲି, କ'ଣ ସେ ଆପଣଙ୍କ ପତ୍ନୀ? ବ୍ୟକ୍ତି ଜଣକ କହିଲେ, ଆଜ୍ଞା ହଁ, ଯିଏ ଚେୟାରରେ ବସିଛନ୍ତି। ମୁଁ ଗାଡ଼ି ଭିତରୁ ମୁହଁ କାଢ଼ି ଚଷମାଟି ପୋଛିଦେଲି, ଆଉ ହାତ ଯୋଡ଼ି ନମସ୍କାର କଲି ମହିଳାଙ୍କୁ। ବାରଣ୍ଡା ଯାକ ମହିଳା ମୋତେ ପ୍ରତି ନମସ୍କାର କଲେ, କେବଳ ତାଙ୍କୁ ଛାଡ଼ି ଯାହାଙ୍କୁ ମୁଁ ନମସ୍କାର କଲି। ବ୍ୟକ୍ତି ଜଣକ ମୋ ପାଖରେ ତାଙ୍କର ସହାୟତା ପାଇବାର ହକ୍ ବିଷୟରେ କହି ଚାଲିଥିଲେ। ତାଙ୍କ ପତ୍ନୀଙ୍କ ଯୋଗ୍ୟତା ଅନୁଯାୟୀ ଆମ ପାଖରେ ଶାଢ଼ୀ ନଥିବାର ଅକ୍ଷମତା ପ୍ରକାଶ କରି ଆମେ ଗାଡ଼ି ଛୁଟେଇଲୁ କଟକ ଅଭିମୁଖେ।